आमर संस्कृति आमर संस्कार सर्वदा रहु आम सहित। भारतर महान ग्रंथ आउ काव्यगुड़िकर संपूर्ण संकलन सब्सक्राइब करंतु तिलक। माता मोर प्रणाम ग्रहण कर। मु पवनपुत्र हनुमान प्रभु श्रीरामंकर सेवक। आशंका करंतुनी मु सतरे श्रीरामंक दूत। मोर ए रूप वास्तव रूप। मु बानर निजर पुत्र भावी मते विश्वास कर माँ। ए मुद्रिका जहा कि प्रभु संतक स्वरूप पठाई ସେଇଥିପାଇଁ ତ ये मायारे तैयारी नुह। ये सेई मुद्रिका जहाको गंगा कूଳରେ धीवरକୁ दबा ପାଇଁ आपण प्रभु श्रीरामଙ୍କ हातରୁ କାଢି ନେଇଥିଲେ। ଆପଣଙ୍କୁ ବିଶ୍ୱାସ ଦବା ପାଇଁ ମୁଁ ଆଉ ଏକ ଗୁପ୍ତ କଥା କହୁଛି जहा मु स्वयं श्रीरामंक मुहर शुणी। आपण रावणर विमान रे जाउथिबा बेले निजर किछि आभूषण शाढ़ीर पणतरे बांधी गोटे पर्वत उपरକୁ पकईथिले ना। सेई आभूषण ऋष्यमुख पर्वत पर बसिथिबा वानर राज सुग्रीव आउ तांक मंत्रीଙ୍କ सम्मुखରେ पड़िला। जेतेबेले महाराज सुग्रीव आउ श्रीरामंकर मित्रता हैला सेतेबेले सुग्रीव सेही आभूषण श्रीराम को देखले। से आभूषण देखी प्रभु लोतकपूर्ण हो गले। आउ शाढ़ीर पणत को देखा पर से विह्वल हो उठिले। पणत को चापी धरी कहवाक लगे जेतेबेले मु शोउथिली सीता एई पणतरे मते पंखा करुथिले। जेतेबेले प्रातः सूर्य बंधन उठुथिली सेतेबेले पणत मो चरण रे रखी मो चरण धूली नउथिले। तांकर से सब कथा मने अछि। हाँ माता सब मने अछि। से दिन राति आपण को चिंता रे मज्जी रहिचंती। ताहेले से आज जाई मोर खबर काहे कि नेलेनी, काहे कि भूली गले दासी को। एक कथा भी चिंता कलेनी जे मोर गोटाए गोटाए दिन केते कष्ट रे बितुथिबो। ना से आसिले ना मो मृत्यु आसिला। ये को दसर दंड मिलुची मते। ताहले लक्ष्मण को कथा न मानी मु जो अपशब्द कहिथिली कोन सेइथि पई से मते त्याग करि देइछंती। भाई तांको कहिबो जे मु लक्ष्मण को क्षमा मागुची। मु तांको भी क्षमा मागुची। से तो समस्त को दया करंती। मो भूल काहे कि क्षमा करुनाहाती। मो भूल काहे कि क्षमा करुनाहाती। मते नरकरु काहे कि उद्धार करुनाहाती। माता माता जदि से जानी थांते आपण एठी तेबे से केबेठू ए नरक को ध्वंस करि सारंतेनी आउ आपण को एठू मुक्त करि नै जानतेनी। किंतु आपण को खोजिबारे वन वन भ्रमण करी
ବାନର ଦେଶ କିସ୍କିନ୍ଧାରେ ପହଞ୍ଚିଲେ। ଯେତେବେଳେ ତାଙ୍କର ମିତ୍ରତା ମହାରାଜା ସୁଗ୍ରୀବଙ୍କ ସାଙ୍ଗରେ ହେଲା, ତାଙ୍କରି ସହାୟତାରେ ଆପଣଙ୍କୁ ଖୋଜିବା ଆରମ୍ଭ ହେଲା। ଏବେ ତ ସହସ୍ର ବାନର ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରି ଦିଗରେ ଆପଣଙ୍କୁ ଖୋଜୁଛନ୍ତି। ଇଏ ତ ମୋର ସୌଭାଗ୍ୟ। ସର୍ବପ୍ରଥମେ ଆପଣଙ୍କ ଦର୍ଶନ ମୁଁ ଲାଭ କଲି। ମାତା, ରଘୁବୀର ଯେତେବେଳେ ଖବର ପାଇବେ ଯେ ଆପଣ ସକୁଶଳେ ଲଙ୍କାପୁରରେ ଅଛନ୍ତି, ତେବେ ନିଶ୍ଚିନ୍ତ ରୁହନ୍ତୁ। ତାଙ୍କୁ ଏଠିକି ଆସିବାକୁ ଟିକେ ବି ବିଳମ୍ବ ଲାଗିବନି। ଏବେ କୌଣସି ବାଧା ତାଙ୍କର ରାସ୍ତା ରୋକିପାରିବନି। ମତେ ତ ଏବେ ବି ବିଶ୍ୱାସ ହଉନି ଯେ ମୋ ସ୍ୱାମୀଙ୍କ ସନ୍ଦେଶ ନେଇ ପ୍ରକୃତରେ କେହି ମୋ ପାଖକୁ ଆସିଛି। ମତେ ଭୟ ଲାଗୁଛି ଯେ ଯେମିତି ମୋ ଆଖି ଖୋଲି ନ ଯାଉ, ଆଉ ମତେ ନ ଲାଗୁ ଯେମିତି ମୁଁ କୌଣସି ସ୍ୱପ୍ନ ଦେଖୁଥିଲି। ହେ କପି ଶ୍ରେଷ୍ଠ, ତମେ କଣ ସତ କହୁଛ? ମୋ ସ୍ୱାମୀ କଣ ମତେ ସେତିକି ମନେ ପକାଉଛନ୍ତି ଯେତିକି ମୁଁ ମନେ ପକାଉଛି? ମୋତେ କ୍ଷମା କରନ୍ତୁ ମାତା। ପ୍ରଭୁ ରାମଙ୍କ ପ୍ରେମ ଆପଣଙ୍କଠୁ ବହୁ ଗୁଣରେ ଅଧିକ, କିନ୍ତୁ ତାକୁ କେହି ଦେଖିପାରିବେନି। ଆପଣ ତ କୌଣସି ରାକ୍ଷସୀକୁ ନିଜ ମନ କଥା କହିପାରିବେ, କିନ୍ତୁ ପ୍ରଭୁଙ୍କ ବିବଶତା ଦେଖନ୍ତୁ। ସେ କାହାରିକୁ ନିଜ ହୃଦୟର କଥା କହିପାରିବେନି। ସମଗ୍ର ଝଡ଼ ଝଞ୍ଜାକୁ ନିଜ ହୃଦୟ ଭିତରେ ଦମନ କରି ଶୁଖିଲା ଆଖିରେ କେବଳ ଚାରିଆଡ଼କୁ ଦେଖୁଥାନ୍ତି। କାହାକୁ କିଛି ବି କୁହନ୍ତିନି, ରାତିରେ ଶୁଅନ୍ତିନି। ତାଙ୍କ ବ୍ୟଥା କିଏ ବୁଝିପାରିବ? ଆସିବା ସମୟରେ ମୋତେ କେବଳ ଏତିକି କହିଲେ, ହନୁମାନ ସୀତାଙ୍କୁ କହିବ ସେ ଚାଲିଯିବା ପରେ ମୋ ଦେହ ପ୍ରାଣହୀନ ହେଇ ପଡ଼ି ରହିଛି। ବାସ୍ ଏମିତି ଲାଗିଲା ଯେ ସେ ମୂକ ଭାଷାରେ ଆପଣଙ୍କ ପାଇଁ ବହୁତ କିଛି କହିଦେଲେ, ଯାହା ହୁଏତ ଆପଣ ଶୁଣିପାରିଥିବେ। ହଁ, ମୁଁ ଶୁଣିପାରୁଛି, ମୁଁ ଶୁଣିପାରୁଛି ହନୁମାନ। ସେ ମୂକ ଭାଷାରେ ଯାହା କିଛି ବି ମତେ କହିଛନ୍ତି, ମୁଁ ସେ ସବୁ ଶୁଣିପାରୁଛି। ତାଙ୍କୁ କହିବ ସୀତା କେବଳ ତାଙ୍କରି ଆଉ ତାଙ୍କରି ଭରସାରେ ଆଜି ଯାଇ ଜୀବିତ, କିନ୍ତୁ ଏବେ ଜୀବାଟା କଷ୍ଟକର ହେଇ ପଡ଼ିଲାଣି। ଯଦି ସେ ଡେରି କରନ୍ତି ତେବେ ମତେ ଜୀବିତ ପାଇବେନି। ସେମିତି ହବନି ମା। ଭାଇ, ତମେ ଜାଣିନ ମୁଁ କେତେ କଷ୍ଟରେ ବଞ୍ଚିଛି। ମୁଁ ସବୁ ଦେଖି ସାରିଲିଣି ମା। ବୃକ୍ଷ ଉପରେ ବସି ରହି ରାବଣର ବାକ୍ୟବାଣ, ରାକ୍ଷସୀ ଗୁଡ଼ାଙ୍କର ବ୍ୟବହାର ସବୁ ଦେଖି ସାରିଛି। ଆଉ ମୁଁ ଏକଥା ବି ଦେଖିଲି ମା, ଜଣେ ପତିବ୍ରତା ନାରୀର ତେଜ ତିନି ଲୋକରେ ବିଜୟୀ ଆଉ ଗର୍ବୀ ରାବଣକୁ କେମିତି ନିସ୍ତେଜ କରିଦେଲା। ଆଉ ଏକଥା ବି ଦେଖିଲି ଯେ ଚନ୍ଦ୍ରହାସ ଭଳି ଜଗତ ବିଜୟୀ ଖଡ୍ଗ ଘାସର ପତ୍ର ସମ୍ମୁଖରେ କେମିତି ମୁଣ୍ଡ ନୁଆଇଁ ଦିଏ ମା। ଧର୍ମର ଶକ୍ତି ଆଉ ଅଧର୍ମର ଦୁର୍ବଳତାର ମର୍ମ ଆଜି ଆପଣଙ୍କ ଶ୍ରୀଚରଣ ପ୍ରତାପରୁ ଦେଖିନେଲି ମା। ଆମକୁ ଆଶୀର୍ବାଦ କର, ଆମେ ବାନର ଜାତି କେମିତି ଶ୍ରୀରାମ ପ୍ରଭୁଙ୍କ ସେବାରେ ସଫଳ ହେଉ, ଆଉ ଏ ରାକ୍ଷସ ମାନଙ୍କର ସର୍ବନାଶ କରୁ। କିନ୍ତୁ ବାନର ମାନେ ରାକ୍ଷସ ମାନଙ୍କୁ କେମିତି ସମ୍ମୁଖୀନ ହେବେ? ତମେ ତ ଦେଖିଥିବ, ରାକ୍ଷସ ମାନେ ଏକକୁ ଆରେକ ବଳି। ବାନର ମାନେ ତ ତମରି ପରି ହେଇଥିବେ ନା ବତ୍ସ? ହଁ ମାତା, ସମସ୍ତେ ମୋ ଭଳି, କିନ୍ତୁ ଆପଣଙ୍କ ପତିବ୍ରତା ଧର୍ମର ଶକ୍ତି ଯାହାକି ଗୋଟେ ଘାସକୁ ଖଣ୍ଡା ସହିତ ଟକ୍କର ଦେବାକୁ ଯୋଗ୍ୟ କରିପାରେ, ସେ ଶକ୍ତି ବି ଆମ ପାଖରେ ରହିବ ନା। ଠିକ କଥା ପୁତ୍ର, କିନ୍ତୁ ରାକ୍ଷସ ବହୁତ ମାୟାବୀ। ମା, ଆପଣଙ୍କ ଆଶୀର୍ବାଦରେ ଆଉ ପ୍ରଭୁ ଶ୍ରୀରାମଙ୍କ କୃପାରେ ଆମେ ବି କମ୍ ନୁହଁ। ଆପଣଙ୍କୁ ଆଶ୍ୱାସନା ଦେବା ପାଇଁ ମୁଁ ଆପଣଙ୍କୁ ମୋ ନିଜର ମାୟାବୀ ରୂପ ଦେଖାଉଛି। ଜୟ ଶ୍ରୀରାମ।
ଦେଖନ୍ତୁ ମାତା, ମହାରାଜା ସୁଗ୍ରୀବଙ୍କ ସେନାରେ ତ ମୋଠାରୁ ବି ଅଧିକ ବଳଶାଳୀ ଯୋଦ୍ଧା ଅଛନ୍ତି। ଆପଣ ବିଶ୍ୱାସ କରନ୍ତୁ, ଆମେ ତାଙ୍କଠୁ କମ୍ ନୁହଁ। ମୋର ତମ ଉପରେ ଭରସା ଆସିଗଲା ବତ୍ସ। ଏବେ ତମେ ତମର ପ୍ରକୃତ ରୂପକୁ ଫେରିଆସ। ଜୟ ଶ୍ରୀରାମ। ଏହା ହିଁ ମୋର ବାସ୍ତବ ରୂପ। ସେଇ ରୂପ ତ ମୁଁ ବାଟିକାରେ ପ୍ରବେଶ କରିବା ପାଇଁ ଧାରଣ କରିଥିଲି। ଆପଣ ଆଶଙ୍କା କରନ୍ତୁନି ମା, ଯଦି ଆଜ୍ଞା ଦିଅନ୍ତି ତେବେ ଏଇ ମୁହୂର୍ତ୍ତରେ ମୁଁ ଆପଣଙ୍କୁ ମୋ ପିଠି ଉପରେ ବସାଇ ପ୍ରଭୁଙ୍କ ପାଖକୁ ନେଇଯିବି। ଆପଣ ମୋ ସାଙ୍ଗରେ ଚାଲନ୍ତୁ, ମୁଁ ସିଧା ଆପଣଙ୍କୁ ପ୍ରଭୁ ଶ୍ରୀରାମଙ୍କ ପାଖକୁ ନେଇଯିବି। ଏଠାକାର କୌଣସି ବି ରାକ୍ଷସ ମୋ ଗତିର ସାମ୍ନା କରିପାରିବେନି। ଆମେ ନିର୍ଭୀକ ଭାବେ ଏଠୁ ଚାଲିଯିବା। ଆପଣ ମୋତେ ବିଶ୍ୱାସ କରନ୍ତୁ ମା। ମୋର ତମ ଉପରେ ପୂର୍ଣ୍ଣ ବିଶ୍ୱାସ ହେଇଗଲାଣି, କିନ୍ତୁ ମୁଁ ତମ ସାଙ୍ଗରେ ଯାଇପାରିବିନି। କାହିଁକି ଆପଣ ଡରୁଛନ୍ତି? ଯଦି ଲଙ୍କାର ରାକ୍ଷସୀମାନେ ଆମକୁ ଆକ୍ରମଣ କଲେ, ତେବେ ମୁଁ ଆପଣଙ୍କୁ ପିଠିରେ ବସାଇ କେମିତି ଲଢ଼ିବି? ନା, ମୋର ସେମିତି କୌଣସି ଆଶଙ୍କା ନାହିଁ। କିନ୍ତୁ ଇଏ ମୋର ପତିବ୍ରତା ଧର୍ମର ବିରୋଧୀ, ଯେ ନିଜ ଇଚ୍ଛାରେ ପରପୁରୁଷକୁ ସ୍ପର୍ଶ କରିବି। ରାବଣ ଯେତେବେଳେ ମତେ ଉଠେଇ ଆଣିଲା, ସେଇଟା ମୋର ବିବଶତା ଥିଲା ପୁତ୍ର। କିନ୍ତୁ ସ୍ୱଇଚ୍ଛାରେ ଏମିତି କରିବାଟା ମର୍ଯ୍ୟାଦାର ବିରୋଧୀ। ଦ୍ୱିତୀୟତଃ ମୁଁ ଚାହୁଁଛି ରାବଣକୁ ମାରି ମତେ ମୁକ୍ତି ଦେବାର ଯଶ ଶ୍ରୀ ରଘୁବୀରଙ୍କୁ ମିଳୁ, ଯୋଉଥିରେ କି ତାଙ୍କର ଗୌରବ 3 ଲୋକରେ ବୃଦ୍ଧି ପାଇବ। ତମେ କେବଳ ତାକୁ ଏତିକି ପ୍ରାର୍ଥନା କରିବ ଯେ ସେ ଆସିବାରେ ଯେମିତି ବିଳମ୍ବ ନ କରନ୍ତି। ବାସ୍, ମୋର ଏତିକି ମିନତି। ଏବେ ତମେ ଯାଅ, କୌଣସି ପ୍ରହରୀ ଆସି ଯାଇପାରେ। ଆସନ୍ତୁ, ମୁଁ କାହାରିକି ଡରିନି। ନା, ତାଙ୍କ ସହିତ ଲଢ଼ିବାରେ ଯଦି ତମର କିଛି କ୍ଷତି ହୁଏ, ତେବେ ସମୁଦ୍ର ଲଙ୍ଘିବା କଷ୍ଟ ହେଇଯିବ। ଏବେ ତମେ ପ୍ରଭୁଙ୍କ ପାଖକୁ ଯାଅ। ମାତା, ମୁଁ ତାଙ୍କର ଗୁପ୍ତଦୂତ। ମୋର ଇଏ ବି କର୍ତ୍ତବ୍ୟ ଯେ ମୁଁ ଯିବା ପୂର୍ବରୁ ଶତ୍ରୁର ବଳଶକ୍ତିର ପରୀକ୍ଷା କରି ନେବା, ଅନୁମାନ କରିନେବି ତାଙ୍କର ଶକ୍ତି କେତେ, ତାଙ୍କର ଦୁର୍ବଳତା କୋଉଠି, ହଁ, ତାଙ୍କ ଦୁର୍ଗ ନିର୍ମାଣ କେମିତି, ତାଙ୍କର ଅସ୍ତ୍ରଶସ୍ତ୍ର କୋଉଠି ରହେ। ଏ ଜ୍ଞାନ ଯୁଦ୍ଧ ସମୟରେ ବହୁତ କାମରେ ଲାଗିବ। ଦ୍ୱିତୀୟ କଥା ହେଲା, ମୁଁ ଆଉ ଗୋଟାଏ ଲୀଳା କରିବାକୁ ଚାହୁଁଛି, ଯେଉଁଥିରେ ଶତ୍ରୁର ହୃଦୟରେ ଭୟ କମ୍ପନ ହେବ। ଆଉ ସେ ଭାବିବ, ଯଦି ଶ୍ରୀରାମଙ୍କ ଦୂତର ଏତେ ଶକ୍ତି, ତେବେ ପ୍ରଭୁ ଶ୍ରୀରାମଙ୍କର କେତେ ଶକ୍ତି ଥିବ। ଏଥିରେ ଶତ୍ରୁର ସାହସ ଭଗ୍ନ ହୁଏ, ଆଉ ଭୟ ଯୁଦ୍ଧରେ ତାକୁ ଦୁର୍ବଳ କରିଦିଏ। ମୋ ଚିନ୍ତା କରନ୍ତୁନି ମା, ମୋତେ ଆଜ୍ଞା ଦିଅନ୍ତୁ। ଯିବା ପୂର୍ବରୁ ମୁଁ କିଛି କୌତୁକ ଦେଖାଇବି। ଆଚ୍ଛା ବତ୍ସ, ଶ୍ରୀ ରଘୁବୀରଙ୍କ ନାମ ସ୍ମରଣ କର, ନିଜର କର୍ତ୍ତବ୍ୟ ପୂରା କର। ମା, ମୋତେ ଭୋକ ବି ଲାଗିଲାଣି। ସେ ବାଟିକାରେ ସୁନ୍ଦର ସୁନ୍ଦର ଫଳମାନ ଅଛି, ସେଇଠୁ ଆରମ୍ଭ କରୁଛି। ପ୍ରଥମେ ଫଳ ଖାଇବି, ତାପରେ ବାଟିକା ଧ୍ୱଂସ କରିବି। କୋଳାହଳ ଶୁଣି ଚିନ୍ତିତ ହେବେନି। ଯିବା ପୂର୍ବରୁ ଆଉ ଥରେ ଆପଣଙ୍କ ଚରଣ ଧୂଳି ନେବାକୁ ଆସିବି। ଆସିବ।
ए ये केमती किया दुस्साहस तोर के रे तू तू किए आमे एठिकार जगुआड़ी तू जानिनु ये लंकार महाराजा रावणंकर विशेष बगीचा तू जानिनु मु अयोध्यार महाराज श्री रामचंद्रंकर विशेष सेवक कौ अयोध्या कौन ठिका नाम प्रथमे तू कह ना तोर कौन अरे ये तो भारी धूर्त मांकड़ तर तर ताकू तर ये को एमिति सेमिति मांकड़ नुह चलो चलो भाई चलो जम्बू मालिकों को कहबा चलो 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 एबे सीता मातांकर ठेकଣା मिलगला असुर मानंकर बुद्धि बलर भी परिचय मिलला मोर आशीर्वाद सफल हैला माता तो मो संगे जीवेनी तेबे प्रभु श्रीराम को जाई लंकार सबु रहस्य अवश्य कहीदेवी हे देखंतु सेठी बसची देखंतु 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 केड़े भयंकर केड़े बड़टा गोटे धरी नियो बांधी पका टाणो टाणो बानर को जीवन रे मारी पका तथापि से कलना करे शत्रुर शक्ति सामर्थ्य এই বানর को जीवन ने मारी दियो कौतुक करे हनु लंकार अशोक बने कौतुक करे हनु लंकार अशोक बने देखि तार करामती असुर डरती मने देखि तार करामती असुर डरती मने दिए लांजल भाई दिए लांजल भाई ताकू पारतिन के छुई ताकू पारतिन के छुई श्री बजरंग बली श्री बजरंग बली श्री बजरंग बली कौतुक करे हनु लंकार अशोक बने कौतुक करे हनु लंकार अशोक बने देखि तार करामती असुर डरती मने
দেখি তার କରାମତି ଅସୁର ଡରନ୍ତି ମନେ ବୃକ୍ଷ ପକାଏ ଉପାଡ଼ି ବୃକ୍ଷ ପକାଏ ଉପାଡ଼ି ସାରା ବଗିଚା ଦିଏ ଉଜାଡ଼ି କେଡ଼େ କେଡ଼େ ବୀରଙ୍କୁ ପକାଏ ମାରି ଶ୍ରୀ ବଜରଙ୍ଗ ବଲି ଶ୍ରୀ ବଜରଙ୍ଗ ବଲି ଶ୍ରୀ ବଜରଙ୍ଗ ବଲି अरे एबे तो मु एका आसीची या परे मोर स्वामी श्रीराम आसीबे जाओ सावधान कर दियो राजा रावण को जाओ जाओ ରାମ ଶ୍ରୀରାମ ଆସିବ କିଏ ଖବର ଦେଲା କିଏ କହିଲା ସେ ଜଙ୍ଗଲୀର ନାଁ ତତେ ସେଇ ମାଙ୍କଡ଼ଟା ମହାରାଜ। ଆପଣ କ'ଣ କହୁଛନ୍ତି ସେନାପତି ଜାମ୍ବବାଳି? ରାଜକୁମାର ଅକ୍ଷୟ କୁମାର ଅଶୋକ ବାଟିକାକୁ ଗୋଟାଏ ଏତେ ବିରାଟ ଆଉ ବିଚିତ୍ର ବାନର ପଶି ଆସିଛି ଯେ ସେ ସମଗ୍ର ବାଟିକା ଉଜାଡ଼ି ଦେଲା। ସିଏ ଗଛ ଏମିତି ଭାଙ୍ଗୁଛି ଯେମିତି କଅଁଳିଆ ଫୁଲର ଡାଳ। ଭାଟିକା ଉଜାଡ଼ି ଦେଲା? ତେବେ ଆମର ପ୍ରହରୀମାନେ ସେଠି କ'ଣ କରୁଥିଲେ? ଏ ସାମାନ୍ୟ କଥା ପାଇଁ ଆପଣ ମହାରାଜାଙ୍କର ସମୟ ନଷ୍ଟ କରୁଛନ୍ତି। ଆପଣ ନିଜେ ଯାଇ କାହିଁକି ତାଙ୍କୁ ଦଣ୍ଡ ଦେଉନାହାନ୍ତି? ସେଇଆ ତ କରିବାକୁ ଯାଇଥିଲେ କିନ୍ତୁ ସେ ବାନର ଓଲଟାଙ୍କୁ ନିଜେ ବାଟିକାରୁ ତଡ଼ିଦେଲା। ମହାରାଜ ମୁଁ ଯଦି ସେଠି ରହିଥାନ୍ତି ତେବେ ମୋର ମୃତ୍ୟୁ ନିଶ୍ଚିତ ହେଇଥାନ୍ତା। ମୁଁ ଆପଣଙ୍କୁ ବାରମ୍ବାର ମିନତି କରୁଛି ଯେ ସେ କୌଣସି ସାଧାରଣ ବାନର ନୁହେଁ। ଆଉ ଏମିତି ବି ଲାଗୁଛି ଯେ ସେ କୌଣସି ଗୁପ୍ତ କାର୍ଯ୍ୟରେ ଏଠିକି ଆସିଛି। ତା ପାଖରେ କୌଣସି ଦୈବୀ ଶକ୍ତି ଅଛି। ଯିଏ ତା ସମ୍ମୁଖକୁ ଯିବ ସେ ତାକୁ ଜୀବନରେ ଛାଡ଼ିବନି। ବଡ଼ ମାୟାବୀ ସେ, ତାକୁ କୌଣସି କୌଶଳରେ ବାନ୍ଧିବାକୁ ହବ। ଆପଣ କାପୁରୁଷ ଭଳି କଥା କହୁଛନ୍ତି। ଗୋଟାଏ ବାନର ଲଙ୍କାକୁ ପଶି ଆସିଛି ଆଉ ଲଙ୍କାରେ ଆପଣଙ୍କ ଭଳି ସେନାପତି ଭୟରେ ଦରମରା ହେଇ ରାଜମହଲରେ ଆସି ପଶିଛନ୍ତି। ଧିକ୍କାର ଧିକ୍କାର ଏମିତି ଜୀବନକୁ। ପିତାଶ୍ରୀ ଆପଣ ମୋତେ ଆଜ୍ଞା ଦିଅନ୍ତୁ। ମୁଁ ଏବେ ସେ ବାନରକୁ ଧରି ଆପଣଙ୍କ ସମ୍ମୁଖରେ ହାଜର ହେବି। ଯାଅ ବତ୍ସ, କିନ୍ତୁ ସେ ବାନରକୁ ସାମାନ୍ୟ ବାନର ବୋଲି ଭାବି ଅସାବଧାନ ହେଇଯିବନି ବତ୍ସ। ବାନର ଜାତିରେ ବି ବଡ଼ ବଡ଼ ମହାବଳୀ ଯୋଦ୍ଧା ଅଛନ୍ତି। ଆଉ ରଣନୀତି ବି ଏକଥା କହୁଛି ଯେ ଶତ୍ରୁ ଛୋଟ ହଉ କି ବଡ଼, କିନ୍ତୁ ଯେବେ ବି ରଣକ୍ଷେତ୍ରକୁ ଯାଅ ନିଜର ପୁରା ଶକ୍ତି ଲଗେଇ ଆକ୍ରମଣ କର, ଯେମିତି ଯୁଦ୍ଧ ପୂର୍ବରୁ ଶତ୍ରୁ ବୁଦ୍ଧିଭ୍ରଷ୍ଟ ହବ। ଆଉ ମନେ ରଖ, ଶତ୍ରୁକୁ କେବେ ବି ଦୟା କରିବନି। ଯାଅ। ଯଥା ଆଜ୍ଞା। ଚାଲ। ଲଙ୍କାର ଲୋକ ଯେମିତି ହୁଅନ୍ତୁ ପଛେ ଫଳମୂଳ ବଡ଼ ସ୍ୱାଦିଷ୍ଟ। ଆନନ୍ଦ ମିଳିଗଲା, ଆନନ୍ଦ। ଏତେ ଖାଇଦେଲି ଯେ ପ୍ରଭୁ ଶ୍ରୀରାମଙ୍କ ପାଖେ ପହଞ୍ଚିବା ଯାଏଁ ଭୋକ ଲାଗିବନି। ଅନେକ ଦିନର କ୍ଷୁଧା ଶାନ୍ତ ହେଇଗଲା। ଭାବିଥିଲୁ ହନୁମାନ ଟିକେ ବିଶ୍ରାମ ନବୁ, ଖାଇବା ପିଇବା ପରେ ବିଶ୍ରାମ ନବୁ, କିନ୍ତୁ ପ୍ରଭୁ ଶ୍ରୀରାମଙ୍କ କାମରେ ବିଶ୍ରାମ କାହିଁ? ଯୁବରାଜ ଅକ୍ଷୟ କୁମାରଙ୍କର ଅକ୍ଷୟ କୁମାରଙ୍କର ଯୁବରାଜ ଅକ୍ଷୟ କୁମାରଙ୍କର ଅକ୍ଷୟ କୁମାରଙ୍କର ଅକ୍ଷୟ କୁମାରଙ୍କର ଯୁବରାଜ ଅକ୍ଷୟ କୁମାରଙ୍କର ଯୁବରାଜ ଅକ୍ଷୟ କୁମାରଙ୍କର ଅକ୍ଷୟ କୁମାରଙ୍କର ଅକ୍ଷୟ କୁମାରଙ୍କର ଯୁବରାଜ ଅକ୍ଷୟ କୁମାରଙ୍କର। ତେବେ ଇଏ ସେଇ ଅଦ୍ଭୁତ ମାଙ୍କଡ଼? ଜୟ ଶ୍ରୀରାମ। ତୁ ଆମର ବଗିଚା ଉଜାଡ଼ି ଦେଲୁ, ଆମର ସୈନିକଙ୍କୁ ମାରିଦେଲୁ। ମୁଁ ମାରିଲା ବାଲା କିଏ? ବଗିଚା ଉଜାଡ଼ିଲା ବାଲା କିଏ? ଗଛରେ ଫୁଲ ଫୁଟେ, ଫଳ ଫଳେ, ଫଳ ପାଚି ଗଛରୁ ଗଳି ପଡ଼େ। ଓ ମାଙ୍କଡ଼ ଜାତି, ଆଉ ଏତେ ବଡ଼ କଥା? ରେ ତୁଚ୍ଛ ବାନର, ତୋ ଜୀବନ ଡାଳରୁ ଖସି ମୃତ୍ୟୁ ମୁହଁରେ ପଡ଼ିବାର ସମୟ ଆସିଗଲା। ସୁସ୍ୱାଗତମ୍। ଆପଣ ବି ଆପଣଙ୍କ ମନର ଅଭିଳାଷ ପୂରଣ କରିନିଅନ୍ତୁ ଶ୍ରୀମାନ। ସୈନିକମାନେ ଧରି ନେଇ ବାନ୍ଧି ଦିଅ ତାକୁ।
জয় শ্রীরাম। ଅକ୍ଷୟ କୁମାର ଭଳି ମହାବୀର ଯୋଦ୍ଧାକୁ ମାରିଲା ବାଲା କୌଣସି ସାଧାରଣ ପ୍ରାଣୀ ହେଇପାରେ ନା। ନା, ଇଏ ବାନର ନୁହେଁ, ଇଏ ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ଆଦି ଦେବତାମାନେ ମିଶି ମୋ ବିନାଶର କୌଣସି ଷଡ଼ଯନ୍ତ୍ର ରଚନା କରିଛନ୍ତି। ମୁଁ ଅଲୌକିକ ଅପାର ଶକ୍ତିପ୍ରାପ୍ତ ବାନରଙ୍କୁ ଦେଖିଛି, ତାଙ୍କ ସହିତ ଲଢ଼ିଛି। ବାଳି, ସୁଗ୍ରୀବ, ମହାବଳୀ, ଜାମ୍ବବାନ, ନଳ, ନୀଳ, କିନ୍ତୁ ଏମିତି ଅଦ୍ଭୁତ ପରାକ୍ରମୀକୁ ଦେଖିନି। ନିଶ୍ଚିତ ନିଶ୍ଚିତ ବାନର ରୂପରେ ଇଏ କୌଣସି ଅପୂର୍ବ ଶକ୍ତିଶାଳୀ ଜୀବ ପ୍ରକଟ ହେଇଛି ଇନ୍ଦ୍ରଜିତ। ହେଇପାରେ ମହାରାଜ, କିନ୍ତୁ ଆପଣଙ୍କ ଇନ୍ଦ୍ରଜିତ ନିଜେ ସମସ୍ତ ପରାକ୍ରମଶାଳୀ ଦେବତାଙ୍କଠୁ ଉତ୍ତୀର୍ଣ୍ଣ ହେଇସାରିଛି। ସାମ ଧାମ ଭେଦ ଦଣ୍ଡ ଯେତେବେଳେ ଯେମିତି ହେଇଛି ସମସ୍ତଙ୍କଠୁ ସମସ୍ତ ଶକ୍ତି ନିଜର ଅଧୀନ କରିଛି। ଆଜି ହନୁମାନ ନାମକ ଗୋଟାଏ ବାନର ତିନି ଲୋକର ଅପାର ଶକ୍ତି ଆଉ ସୌନ୍ଦର୍ଯ୍ୟର ସାକ୍ଷାତ ମୂର୍ତ୍ତି ହେଇକି ଆସିଛି, ତଥାପି মেঘনাদ ইন্দ্রজিত উপরে বিজয় প্রাপ্ত হেবা অসম্ভব। ভাই অক্ষয় কুমারর প্রতিশোধ নেবা পাই মোর বাহু বারম্বার ভটকুছি। আপন মতে আজ্ঞা করন্তু পিতাশ্রী। ମୁଁ ଜାଣିଛି ଇନ୍ଦ୍ରଜିତ, ତିନି ଲୋକରେ ତୁମ ସାଙ୍ଗେ ଲଢିଲା ଭଳି ଶକ୍ତି କାହାର ନାହିଁ। ତୁମେ ବ୍ରହ୍ମଙ୍କ ଆରାଧନା କରି ବ୍ରହ୍ମାସ୍ତ୍ର ଓ ଆହୁରି ଅନେକ ଅସ୍ତ୍ରର ଜ୍ଞାନ ପ୍ରାପ୍ତ ହେଇଛ। ଇନ୍ଦ୍ର ଆଦି ଦେବତାମାନେ ବି ତମ ସାମ୍ନାରେ ଥୟ ପଡ଼ିବେନି। ଦେଶ କାଳର ଜ୍ଞାନ ରଖୁଥିବା ଲୋକଙ୍କ ଭିତରେ ତମେ ଶ୍ରେଷ୍ଠ। ତମ ତପୋବଳ, ଅସ୍ତ୍ରବଳ ଆଉ ପରାକ୍ରମ ମୋର ସମକକ୍ଷ। କୌଣସି କାର୍ଯ୍ୟ ବି ତମ ପାଇଁ ଅସମ୍ଭବ ନୁହେଁ। ସେ ବିକଟ ବାନରର ପ୍ରଭାବ ଆଉ ପରାକ୍ରମକୁ ବୁଝିନିଅ, ଆଉ ତା ଅନୁସାରେ ନିଜର ଶକ୍ତି ପ୍ରୟୋଗ କର। ଆଉ ଏମିତି ଯୁଦ୍ଧ କର ଯେମିତି ସେ ବାନର ତୁମ ଅଧୀନସ୍ଥ ହେଇଯିବ। ঠিক ସେହିପରି ହବ ମହାରାଜ। ଆଉ ଶୁଣ ବତ୍ସ, ଏମିତି ମାୟାବୀ ସହିତ ଯୁଦ୍ଧରେ ସେନାର ଆବଶ୍ୟକତା ନାହିଁ। ନିଜ ଶକ୍ତିରେ ଅର୍ଜିତ ଦିବ୍ୟାସ୍ତ୍ର ନେଇଯାଅ। ଆଉ ଯଦି ସମ୍ଭବ ହୁଏ ସେ ଅଦ୍ଭୁତ ମର୍କଟକୁ ଜୀବିତ ଧରି ଆଣ। ତାକୁ ସ୍ୱଚକ୍ଷୁରେ ଦେଖିବାର ଜିଜ୍ଞାସା ଅଛି ମୋର। ଆପଣ ଚିନ୍ତା କରନ୍ତୁନି ପିତାଶ୍ରୀ। ବିଜୟୀ ଭବ। ହ୍ୟାଲୋ, କିଏ ସେ ବାନର ଯିଏ ତୋ ସାଙ୍ଗେ କଥା ହଉଥିଲା?
से बानर महाराजा पुत्र महाबली अक्षय कुमार को बद्ध करदेला। एबे महाराजा ताको जीवित छाड़िबेनी। आमुको भी दंड मिलिबो। आमे जगुथिबा बेले सी अशोक बाटिका भीतर को केमिति आसिला जे आमुको तो त्रिजटा डराई पठेई देला। मु किछि समय पर अचानक आसी देखिली परा जे गोटाए बानर सीता को भेटिकी जाउची। आलो किए से कहूनु तते परा पचारुची। जय श्री राम। जय लक्ष्मण। जय सुग्रीव। जय लंकेश। तू आसी एते बड़ अशोक बाटिकारे एभली उत्पात करिछु। उत्पात तो तमर सैनिक माने करुथिले। मु केवल मोर क्षुधा मेंटाइबा पई बाटिका को फल खाइबा को आसीथि। भोकिला थिलु तो भिक्षुकंक भली आम द्वारस्थ होई थांतु तते भिक्षा मिली थांता। चोरंक भली राजांक बाटिका को आसीबार अपराध करि न थांतु। जानिनु बोधे आम राज्य रे चोरी करिबार दंडटा बड़ उत्कट। मु तो भाबिथिली जो नगरीर राजा निजे चोर से नगरी जदि कहीं चोरी करे दंड नुहे पारितोषिक मिलिबो। जदि ए राज्य रे चोर को दंड दिया जाउ थाए तेबे प्रथम दंड तो पिता को मिलिबा आवश्यक जे कि माया करी गोटाए अबला को चोरई आनीची। महाराज रावण को प्रति तात्सल्य लागुची तो जीवनर अवधि सरी आसिलानी। मृत्यु तो तोर भी निश्चित किंतु भल ही थांता प्रथमे तो भाई अक्षय कुमार क्रियाकर्म जदि सारी थांतु नहेले तो पिता को एका बेले दुई पुत्र को अग्नि दबा को हबो। अग्नि तो तते मिलिबनी मूर्खटा। जो बाटिका को तू उजाड़ी दैछु सेठी काउ सागुणा तो मांस को खंड खंड करी खाइबे। ब्रह्मांक बाण निजर इच्छारे बांधी हेई जाए स्वयं वीर हनुमान। এই
ମର୍କଟକୁ ରାଜ ଦରବାରରେ ପହଞ୍ଚାଇ ଦିଅ। ବାନ୍ଧିହାଣ ତାକୁ। लंकेश्वर महाराजंकर जय हो। महाराज आपणक आज्ञा अनुसार आपणक अपराधी को बांधी आनीची। वीर मेघनाद मोर तुमठु यही आशा थिला। तुमर पराक्रम प्रशंसा योग्य। ये सब आपणक प्रताप महाराज। वत्स मु तुम उपरे प्रीत। आसन ग्रहण कर। नवग्रह देवी देवता आउ सकल दिगपाल समस्ते चकित सर्वे भयभीत देखि हनुमान वीर देखि हनुमान मने मने वीर करे प्रणाम घेनती देवता गण मुक्तिर दिन आसुची पाखेई धन्य प्रभु श्री राम जय हनुमान जय श्री राम। मंगल भवन मंगल हारी दशरथ नंदन गोलक बिहारी
हरित अति